ନିଯୁକ୍ତି ଦିଶା ଓଡ଼ିଶାକୁ ରେଗୁଲାର ଦେଖୁଥିବା ଭିଉଅର୍ସ ଏବଂ ସବସ୍କ୍ରାଇବ୍ କରୁଥିବା ସବସ୍କ୍ରାଇବର ମାନଙ୍କୁ ମୋର ସ୍ୱାଗତ। ଆଜି ଓଡ଼ିଶା ଆଦର୍ଶ ବିଦ୍ୟାଳୟ ଚମାଖଣ୍ଡି ଗଞ୍ଜାମ ଡିଷ୍ଟ୍ରିକ୍ଟରେ ରିକ୍ୱାରମେଣ୍ଟ ରହିଛି। ରିକ୍ୱାରମେଣ୍ଟର କ'ଣ କ'ଣ ଏଲିଜିବିଲିଟି କ୍ରାଇଟେରିଆ ଆଡ଼ଭାର୍ଟାଇଜମେଣ୍ଟର ଆପଣ କିପରି ଡାଉନଲୋଡ଼ କରିପାରିବେ, ଦେନ୍ ରହିଲା ଆପ୍ଲାଏ କିପରି କରିପାରିବେ, ଏସବୁ ବିଷୟରେ ଡିଟେଲ୍ସରେ ଆମେ ଡେସ୍କ୍ରାଇବ୍ କରିବା। ଡିଟେଲ୍ସ ଭିଡ଼ିଓ ଲାଷ୍ଟ ଏଣ୍ଡ ପର୍ଯ୍ୟନ୍ତ ଦେଖନ୍ତୁ ଏବଂ ଯଦି ଆପଣ ଚ୍ୟାନେଲକୁ ସବସ୍କ୍ରାଇବ୍ କରିନାହାନ୍ତି ତାହେଲେ ସବସ୍କ୍ରାଇବ୍ କରନ୍ତୁ। ମୁଁ ସମସ୍ତଙ୍କର କମେଣ୍ଟ ବକ୍ସକୁ ପଢ଼ୁଛି ଏବଂ ତା'ର ରିପ୍ଲାଏ ଦେଉଛି। ଯଦି ବି କିଛି ବି ଡାଉଟ୍ ଥିଲା ତେବେ କମେଣ୍ଟ ବି କରନ୍ତୁ। ଆପଣ କିପରି କଣ୍ଟାକ୍ଟ କରିବେ ତା ବି ମୁଁ କମେଣ୍ଟ ବକ୍ସରେ ଡିଟେଲ୍ସ ଦେଇଦେଇଛି। ତେଣୁ ଡେରି ନକରି ଷ୍ଟାର୍ଟ କରିବା। ଓଡ଼ିଶା ଆଦର୍ଶ ବିଦ୍ୟାଳୟ ଚମାଖଣ୍ଡି ଗଞ୍ଜାମ ଡିଷ୍ଟ୍ରିକ୍ଟରେ ରିକ୍ୱାରମେଣ୍ଟ ଆସିଛି। ରିକ୍ୱାରମେଣ୍ଟ ଫର୍ ପାର୍ଟ ଟାଇମ୍ କଣ୍ଟ୍ରାଚୁଆଲ୍ ଟିଚରର ଫର୍ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ଗଞ୍ଜାମ ଡିଷ୍ଟ୍ରିକ୍ଟ ଦୁଇଟା ପୋଷ୍ଟ ପାଇଁ ଆସିଛି, ଟିଜିଟି ଏବଂ ପିଜିଟି। ପୋଷ୍ଟ ବହୁତ ରହିଛି କିନ୍ତୁ ଟିଜିଟି ଏବଂ ପିଜିଟି ପୋଷ୍ଟ ପାଇଁ ରିକ୍ୱାରମେଣ୍ଟ ଆସିଛି। ମ୍ୟାଥମେଟିକ୍ସ, ଇଂଲିଶ, ବାୟୋଲୋଜି, ଫିଜିକ୍ସ, କେମିଷ୍ଟ୍ରି, କମର୍ସ, ଇକୋନୋମିକ୍ସ, କମ୍ପ୍ୟୁଟର ସାଇନ୍ସ, ମ୍ୟାଥମେଟିକ୍ସ, ଇଂଲିଶ, ହିନ୍ଦୀ, ସାଂସ୍କ୍ରିଟ, ଓଡ଼ିଆ, ସୋସିଓଲୋଜି ସୋସିଆଲ ସାଇନ୍ସ ଆଣ୍ଡ ସାଇନ୍ସ। ଯଦି ଆପଣ ପିଜିଟିର କୌଣସି ସବଜେକ୍ଟ ପାଇଁ ବି ଆପ୍ଲାଏ କରିବାକୁ ଚାହୁଁଛନ୍ତି ତାହେଲେ ଆପଣଙ୍କର ପୋଷ୍ଟ ଗ୍ରାଜୁଏସନ୍ ସହିତ ବିଏଡ଼୍ କମ୍ପ୍ଲିଟ୍ ହେଇଥିବା ଦରକାର। ଠିକ୍ ସେଇଭଳିଆ ଯଦି ଆପଣ ଟିଜିଟି ପାଇଁ ଆପ୍ଲାଏ କରିବାକୁ ଚାହୁଁଛନ୍ତି ତ ଆପଣଙ୍କର ଗ୍ରାଜୁଏସନ୍ ସହିତ ବିଏଡ଼୍ କମ୍ପ୍ଲିଟ୍ ହେଇଥିବା ମ୍ୟାଣ୍ଡେଟରୀ। ଏଲିଜିବିଲିଟି କ୍ରାଇଟେରିଆ, ଷ୍ଟ୍ରକ୍ଚର, ରେମୁନେସନ୍ ଏସବୁ ସେ ତଳେ ଡିଟେଲ୍ସ ଦିଆଯାଇଛି। ଆପଣ ଆପ୍ଲାଏ କିପରି କରିବେ? ଆପ୍ଲାଏର ଦୁଇଟି ପୋଷ୍ଟ ଅଛି ଅଫଲାଇନ୍ ମାଧ୍ୟମରେ, ରେଜିଷ୍ଟର୍ଡ ପୋଷ୍ଟ ବା ସ୍ପିଡ୍ ପୋଷ୍ଟ ମାଧ୍ୟମରେ। 28/3/2026ରେ ଆପଣ ଏହାକୁ ତା ପୂର୍ବରୁ ହିଁ ଆପ୍ଲାଏ କରିପାରିବେ। ଆପ୍ଲାଏର ଆଡ୍ରେସ୍ ଦିଆଯାଇଛି ନୋଡାଲ ସ୍କୁଲ ଆଦର୍ଶ ବିଦ୍ୟାଳୟ, ପୁରା ଡିଟେଲ୍ସ ତାଙ୍କର ଦିଆଯାଇଛି। ତାପରେ ଆସିଲା ଆପଣଙ୍କର ଆପ୍ଲାଏ ସରିଲା ପରେ ଆପଣଙ୍କର ଡକୁମେଣ୍ଟ ଭେରିଫିକେସନ୍ ହେବ। ଟିଜିଟି ପାଇଁ 16 ଏପ୍ରିଲରେ ରହିଛି ଏବଂ ପିଜିଟି ପାଇଁ ଆପଣଙ୍କର 17 ଏପ୍ରିଲରେ ରିପୋର୍ଟିଂ ପାଇଁ ରହିଛି। ଦେନ୍ ଆସିଲା ଆପଣଙ୍କର ପୁରା ଡିଟେଲ୍ସ ଏଠି ଲେଖା ହେଇଯାଇଛି। ଏଲିଜିବିଲିଟି କ୍ରାଇଟେରିଆ ଯାହା କହିଲି, ଟିଜିଟି ପାଇଁ ବ୍ୟାଚଲର ଡିଗ୍ରୀ ସହିତ ବିଏଡ଼୍, ପିଜିଟି ପାଇଁ ମାଷ୍ଟର ଡିଗ୍ରୀ ସହିତ ବିଏଡ଼୍। ଆପଣଙ୍କ ରେମୁନେସନ୍ ସାଲେରୀ କେତେ ମିଳିବ? 25,000 ପର୍ ମନ୍ଥ ପିଜିଟି ପାଇଁ ଏବଂ ଟିଜିଟି ପାଇଁ 20,000 ପର୍ ମନ୍ଥ। ଆପଣ ଡକୁମେଣ୍ଟରେ କ'ଣ କ'ଣ ଦେବେ ନା ଆପଣଙ୍କର 2ଟା ଫଟୋ କପି ଦେବେ, ଆପଣଙ୍କର ଆଇଡ଼ି ପ୍ରୁଫ୍ ଦେବେ। ଆଇଡ଼ି ପ୍ରୁଫ୍ ମାନେ ଭୋଟର ଆଇଡ଼ି ନହେଲେ ପାନ୍ କାର୍ଡ଼ ନହେଲେ ଆଧାର କାର୍ଡ଼ ଦେବେ। ଆପଣଙ୍କର ସାର୍ଟିଫିକେଟ୍, ମେଟ୍ରିକ୍ ସାର୍ଟିଫିକେଟ୍, 12th ସାର୍ଟିଫିକେଟ୍, ଗ୍ରାଜୁଏସନ୍ ସାର୍ଟିଫିକେଟ୍, ଦେନ୍ ବିଏଡ଼୍ ସାର୍ଟିଫିକେଟ୍। ଯଦି ଆପଣ ପିଜିଟି ପାଇଁ ଆପ୍ଲାଏ କରିଛନ୍ତି ଫର୍ ପିଜିଟି ପାଇଁ ମାଷ୍ଟର ଡିଗ୍ରୀ ସାର୍ଟିଫିକେଟ୍ ଦେଇକି ଆପଣ ତଳେ ଆଡ୍ରେସ୍ରେ ଆପ୍ଲାଏ କରିବେ। ଯେଉଁ ଆଡ୍ରେସ୍ର ଏନଭଲପ୍ ରହିଛି ଆପଣ ଲେଖିବେ ପ୍ରଥମେ ଆପ୍ଲିକେସନ୍ ଫର୍, ସବୁ କ୍ୟାପିଟାଲ ଲେଟର୍ ଲେଖିବେ, ଦ ପୋଷ୍ଟ ଅଫ୍ ପିଜିଟି, ଟିଜିଟି ଯାହା ବି ଆପଣ ଆପ୍ଲାଏ କରିବାକୁ ଚାହୁଁଛନ୍ତି ତାହା ହିଁ ଏଇ ଡିଏସ୍ପଣରେ ଲେଖିବେ। ଦେନ୍ ଆପଣଙ୍କୁ 28 ଏପ୍ରିଲ ମାର୍ଚ୍ଚ ପୂର୍ବରୁ ଆପଣଙ୍କୁ ଏହାକୁ ସ୍ପିଡ୍ ପୋଷ୍ଟ କରି ପହଞ୍ଚିବାକୁ ପଡ଼ିବ। ଦେନ୍ ତାଙ୍କର ଆପ୍ଲିକେସନ୍ ଫର୍ମ, ଆପ୍ଲିକେସନ୍ ପୋଷ୍ଟ ଅଫ୍ କ'ଣ ପାଇଁ ଆପ୍ଲାଏ କରୁଛନ୍ତି, ଟିଜିଟି କିମ୍ବା ପିଜିଟି ଯାହା ବି ଆପଣ ଲେଖିବେ ଏଠି। ଦେନ୍ ଆସିଲା ଆପଣଙ୍କ ନାଁ, ନେମ୍ ଲେଖିବେ, ଫାଦର୍ସ ନେମ୍, ଜେଣ୍ଡର୍ସ ନେମ୍ ଆଣ୍ଡ ମେରିଟାଲ ଷ୍ଟାଟସ୍। ଆପଣ ବାହା ହେଇଛନ୍ତି କି ନାହିଁ ତାହା ଲେଖିବେ, ମ୍ୟାରିଡ୍ କି ଅନମ୍ୟାରିଡ୍। ଆପଣଙ୍କର ଆଡ୍ରେସ୍ ଲେଖିବେ। ଆଡ୍ରେସ୍ ଯଦି ପରମାନେଣ୍ଟ ଆଡ୍ରେସ୍ ଏବଂ କମ୍ୟୁନିକେବଲ୍ ଆଡ୍ରେସ୍ ସମାନ ଥିବ ତାହେଲେ ଗୋଟେ ହିଁ ଲେଖିବେ। ଦେନ୍ ଆସିଲା ଆପଣଙ୍କର କଣ୍ଟାକ୍ଟ ନମ୍ବର, ଇମେଲ୍ ଆଇଡ଼ି, ଡେଟ୍ ଅଫ୍ ବାର୍ଥ। ଡେଟ୍ ଅଫ୍ ବାର୍ଥକୁ ଓଡ଼ିଆ ୱାର୍ଡ଼ରେ ଲେଖିବେ। ଆପଣଙ୍କ ଏଇ ଡେଟ୍ ସୁଦ୍ଧା ଆପଣଙ୍କର କେତେ ଏଜ୍ ହେଉଛି, ଏଜ୍ ଧରାଯାଉ 28 ବର୍ଷ ହେଉଛି କି 25 ବର୍ଷ ହେଉଛି ତାହା ହିଁ ଏଠି ମେନସନ୍ କରିବେ। ଦେନ୍ ଆସିଲା ଆପଣଙ୍କର ଏଜୁକେସନ୍ କ୍ୱାଲିଫିକେସନ୍। ଏଜୁକେସନ୍ କ୍ୱାଲିଫିକେସନ୍ ଯାହା ଦେଇଛି ମେଟ୍ରିକୁଲେସନ୍ କତରୁ ପୁରା ଡିଟେଲ୍ସ ଏଟାକୁ ଫିଲ୍ଅପ୍ କରିବେ। ମୋତେ ଜଣା ଅଛି ସମସ୍ତେ ଏହାକୁ ଫିଲ୍ଅପ୍ କରିପାରିବେ, କାହିଁକି ନା ଆପଣ କେଉଁଥିରେ ବୋର୍ଡ଼ରେ ଦେଇଛନ୍ତି। 10th ଆପଣଙ୍କର ଜଣକ ବିଏସ୍ସି, 12th CHSE ଆଉ ଗ୍ରାଜୁଏସନ୍ ଆପଣଙ୍କର କୌଣସି ଗୋଟେ ୟୁନିଭର୍ସିଟି ଥିବ। ଦେନ୍ ଆସିଲା କେଉଁ ଇୟର୍ ଆପଣ ପାସ୍ ଆଉଟ୍ କରିଥିଲେ, କେତେ ମାର୍କ ଆପଣ ଏକ୍ଜାମ୍ ଦେଇଥିଲେ, କେତେ ମାର୍କ ଆପଣ ରଖିଥିଲେ, ଆଉ କିଛି ମାର୍କ ଏକ୍ସଟ୍ରା ଅପସନାଲ୍ ଥିଲା କି, କେତେ ପରସେଣ୍ଟେଜ୍ ବା ଡିଭିଜନ୍ ଲେଖିବେ, ରିମାର୍କେବଲ୍ର ପାସ୍ କିମ୍ବା ଫେଲ୍ ଲେଖିବେ। ଏସବୁ ଲେଖି ସାରିଲା ପରେ ଆପଣଙ୍କର ଏକ୍ସପିରିଏନ୍ସ ଯଦି ଥିବ ଏକ୍ସପିରିଏନ୍ସ ଦେଇକି ପୁରା ଡିକ୍ଲାରେସନ୍ ଦେଇକି ଆପଣ ଏହାକୁ ସବମିଟ୍ କରିବେ। ଏଇ ଯେଉଁ PDF ଆପଣ ଦେଖିପାରୁଛନ୍ତି, ଏଇ PDFଟା ଆପଣ କମେଣ୍ଟ ବକ୍ସରେ ତଳେ ଡାଉନଲୋଡ଼, କମେଣ୍ଟ ବକ୍ସରେ ଗଲେ କମେଣ୍ଟ ବକ୍ସରେ ଏ PDFକୁ ଆପଣ ଆକ୍ସେସ୍ କରିପାରିବେ ଏବଂ କମେଣ୍ଟ ବକ୍ସରେ ନିଜର ଡିଷ୍ଟ୍ରିକ୍ଟ ଲେଖିବାକୁ ଭୁଲିବେ ନାହିଁ। ଥ୍ୟାଙ୍କ ୟୁ। ଜୟ ଜଗନ୍ନାଥ।